ତାପରେ ଗ ନମ୍ବର ଅଳ୍ପ ସ୍ୱଚ୍ଛ ବସ୍ତୁ। ତୁମେ ଜାଣିଛ ଅଳ୍ପ ସ୍ୱଚ୍ଛ ବସ୍ତୁ ହେଲା କ'ଣ ନା ତେଲିଆ କାଗଜ ହେଲା। 2 ନମ୍ବର ନା 1 ନମ୍ବର ଘ ହେଲା କପା ଚାଷ ପାଇଁ ଆବଶ୍ୟକ ମୃତ୍ତିକା। କପା ଚାଷ ପାଇଁ ଆବଶ୍ୟକ ମୃତ୍ତିକା ମୁଁ ଖାଲି କୋଶ୍ଚିନ୍ ଦେଇଛି। ତାପରେ ନେକ୍ସଟ ଭିଟାମିନ୍ ସି। ଭିଟାମିନ୍ ସି ଜାଣିଛ କ'ଣ ଅଛି ହେଲା। ନେକ୍ସଟ ଆଗକୁ ଯିବା। 2ୟ ନମ୍ବର ପ୍ରଶ୍ନ ବାମ ପାର୍ଶ୍ୱ ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱର ଖାଲି ସ୍ଥାନରେ ପୂରଣ କରେ। ତ ମାନେ ବାମ ପାର୍ଶ୍ୱରେ ଯେପରି ଅଛି ଦକ୍ଷିଣ ପାର୍ଶ୍ୱରେ ସେପରି ତୁମେ ଶ୍ୱେତସାର ଯେମିତି ଚାଉଳ ସେମିତି ସ୍ନେହସାର କ'ଣ ଜାଣିଛ କ'ଣ ହେବ? ସ୍ନେହସାର ହେଉଛି ଚର୍ବି ତେଲ ଜାତୀୟ ଖାଦ୍ୟ ହେଲା। ଖରେ ଚଲେଇବା କ'ଣ ଚାଲୁଣି। ପାଛୁଡ଼ିବା ଧାନ ବିରି। ମାଛ ହେଲା କ'ଣ ବାଘ। ସର୍ବାହାରୀ ମଣିଷ। ତାପରେ କାଞ୍ଚି ଭିଟାମିନ୍ ବି ହେଲା। ଭିଟାମିନ୍ ବି ହେଲା ଭିଟାମିନ୍ ବି। ବନ୍ଧାକୋବି ଭିଟାମିନ୍ କମ୍ ଲେଖିବ ପିଲାମାନେ ହେଲା। ନେକ୍ସଟ କୋଶ୍ଚିନ୍ ଆମେ ଆଲୋଚନା କରିବା। 2 ନମ୍ବର ଗଲା। ତାପରେ ଆସିବ 3 ନମ୍ବର। ତ 3 ନମ୍ବର ଦେଇଛି ଯେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଉତ୍ତର ଗୁଡ଼ିକୁ ପ୍ରଶ୍ନ ଗୁଡ଼ିକ କ'ଣ ଦେଇଛି ଦିଆଯାଏ ଉତ୍ତର ଗୁଡ଼ିକ ସମ୍ଭାବ୍ୟତା ମଧ୍ୟ ଠିକ୍ ବାଛିକି କୋଠରେ ତୁମେ ଲେଖିବ ହେଲା। ଫାର୍ଷ୍ଟ କୋଶ୍ଚିନ୍ ହେଲା କେଉଁ ଖାଦ୍ୟ ଅଭାବରେ ବେରି ରୋଗ ହୁଏ। କେଉଁ ଖାଦ୍ୟ ଅଭାବରୁ ବେରି ରୋଗ ହୁଏ ହେଲା 2 ମାର୍କ 1 ମାର୍କ କୋଶ୍ଚିନ୍ 6ଟି ଆସିବ ହେଲା। କେଉଁ ଖାଦ୍ୟ ଖାଇଲେ ବେରି ରୋଗ ହୁଏ। କେଉଁ ଖାଦ୍ୟ ଅଭାବ ହେଲେ ହେଲା ପିଲାମାନେ ଭିଟାମିନ୍ ବି। ମୁଁ କିଛି ଆନ୍ସର୍ କହିଦେଉଛି ଯେ ମନେ ରଖ। ନେକ୍ସଟ ନିମ୍ନଲିଖିତ ବସ୍ତୁ ମଧ୍ୟରୁ କେଉଁଟି ପ୍ରାକୃତିକ ନୁହେଁ। ଖରେ କେଉଁଟା ପ୍ରାକୃତିକ ନୁହେଁ ବୁଝିଲ। ଘ ଦେଇଛି ନିମ୍ନଲିଖିତ ମଧ୍ୟରୁ କେଉଁଟି ନିର୍ଜୀବ। ଗୋପାଳ କ'ଣ ସାପ ଭାଙ୍ଗି ଯାଇଥିବା ଦାନ୍ତ ଆଉ କିଏ ଗଜା ବୁଟ କେଉଁଟା ଆନ୍ସର୍ ହେଉଛି କ'ଣ ନା ଭାଙ୍ଗି ଯାଇଥିବା ଦାନ୍ତ। ନେକ୍ସଟ ଗୋଲାପ ଡାଳରୁ ନୂଆ ଗଛ ସୃଷ୍ଟି ହେଉଥିବା ଜୀବର କେଉଁ ଲକ୍ଷଣ ସୂଚାଏ। କେଉଁ ଲକ୍ଷଣ ସୂଚାଏ ତା ଭିତରୁ ତୁମେ ଦେଖିବ ପିଲାମାନେ। ନେକ୍ସଟ କୋଶ୍ଚିନ୍ କେଉଁଟା ଏକ ଭୌତିକ ପରିବର୍ତ୍ତନ। ଯେଉଁ 4ଟି ଅପସନ୍ ଭିତରୁ କେଉଁଟା ହେବ ଭୌତିକ ପରିବର୍ତ୍ତନ ତା ଭିତରୁ ତୁମେ ଲେଖିବ ହେଲା। ନେକ୍ସଟ କୋଶ୍ଚିନ୍ ଜୀବର ରେଚନ କାହାକୁ କୁହାଯାଏ ହେଲା। ଯେଉଁ 4ଟା ଅପସନ୍ ଭିତରୁ ତୁମକୁ ଯେଉଁଟା ଠିକ୍ ଲାଗିବ ସେଇଟା ତୁମେ ପଢ଼ିଥିବ ପିଲାମାନେ ଲେଖିବ ହେଲା। ନେକ୍ସଟ କୋଶ୍ଚିନ୍ ଦେଖ ତୁମର ରହିଛି 4 ନମ୍ବର କ୍ଷୀରରୁ ଦହି ହେବା ଏକ ଡ୍ୟାସ୍ ପରିବର୍ତ୍ତନ। ରାସାୟନିକ ଭୌତିକ ପରିବର୍ତ୍ତନ ଲେଖିବ। ତାପରେ ନାଇଲନ୍ ଗୋଟିଏ ଡ୍ୟାସ୍ ତନ୍ତୁ ତା ଦେହରୁ ବାଛିକି ଲେଖିବ କେଉଁ ତନ୍ତୁ ପଡ଼ିଥିବ ଲେଖିବ। ନେକ୍ସଟ କୋଶ୍ଚିନ୍ ଏହା ଏକ ସ୍ୱଚ୍ଛ ବସ୍ତୁ। ତାପରେ ହେଲା ନେକ୍ସଟ ହେଲା କ'ଣ ଏକ ଝୋଟ ଏକ ଗ୍ୟାସ୍ ଜାତୀୟ ତନ୍ତୁ ହେଲା। ନେକ୍ସଟ 5 ନମ୍ବର ଦେଇଛି କ'ଣ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖା ବାକ୍ୟରେ ଦେବ। ଗୋଟିଏ ଲେଖା ବାକ୍ୟରେ ପ୍ରଶ୍ନର ଉତ୍ତର ଦେବ ହେଲା। ଦେଇଛି କ'ଣ ପ୍ରଶ୍ନ ନା କାଠକୁ ଜଳାଇ ଅଙ୍ଗାର ତିଆରି କରିବା କେଉଁ ପରିବର୍ତ୍ତନ ଘଟିଥାଏ ହେଲା। ନେକ୍ସଟ ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟ ଆଡ଼କୁ ବୁଲି ଚାହିଁବା କେଉଁ ଲକ୍ଷଣ। ତାପରେ କ୍ଷୀର ଛିଣ୍ଡି ଛେନା ହେବା ଏହା କେଉଁ ପରିବର୍ତ୍ତନ। ରାସାୟନିକ ପରିବର୍ତ୍ତନ କି ଭୌତିକ ପରିବର୍ତ୍ତନ ତା ଲେଖିବ। ଲୁଣ ପାଣିରେ ମିଶିବା ଏକ କେଉଁ ପ୍ରକାର ଦ୍ରବଣ ହେଲା। ଲୁଣ ପାଣିରେ ମିଶିବା କେଉଁ ପ୍ରକାର ଦ୍ରବଣ ହେଲା।
ବସ୍ତୁଗୁଡ଼ିକୁ ଜଳରେ ଦ୍ରବଣୀୟତା ଗୁଣ ଆଧାରରେ ଶ୍ରେଣୀ ବିଭାଗ ସାରଣୀରେ ଲେଖ। 6 ନମ୍ବର ହେଲା କ'ଣ ଦେଇଛି ନା ଚିନି, ବାଲି, ସୋରିଷ ତେଲ, ଭିନେଗାର କେଉଁଟା ଦ୍ରବଣୀୟ କେଉଁଟା ଅଦ୍ରବଣୀୟ ହେଲା। କେଉଁଗୁଡ଼ିକ ବସ୍ତୁଟା ଦ୍ରବଣୀୟ କେଉଁଟା ଅଦ୍ରବଣୀୟ। ଚିନି, ବାଲି, ସୋରିଷ, ଚିନି ଦ୍ରବଣୀୟ ହେଲା, ଭିନେଗାର ଦ୍ରବଣୀୟ, ଆଉ ସୋରିଷ ତେଲ, ବାଲି ଅଦ୍ରବଣୀୟ। ନେକ୍ସଟ 6 ନମ୍ବର ଦେଖ ମୂଳ ଗଠନ ଓ କାର୍ଯ୍ୟ ଚିତ୍ର ବର୍ଣ୍ଣନା କରେ ହେଲା। ସଚିତ୍ର ବର୍ଣ୍ଣନା କରି ଲେଖେ, ନହେଲେ ନାହିଁ ତୁମ ଯେଉଁଟା ଆସିବ ସଜୀବମାନଙ୍କର ଶାସନ, ରେଚନ ଓ ବଂଶବୃଦ୍ଧି କିପରି ହୋଇଥାଏ ଲେଖ ହେଲା। ରହିଲା କ'ଣ 10 ନମ୍ବର ଜୀବ ଓ ନିର୍ଜୀବ ମଧ୍ୟରେ ପାର୍ଥକ୍ୟ ଦେବ। ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଦର୍ଶାଅ। ଆଉ ଯଦି ନ ନେକ୍ସଟରେ କିମ୍ବା ଅର୍ ଅଛି ପରିସଂସ୍ଥା କ'ଣ, ଉପାଦାନ ହିସାବରେ ଜୀବମାନଙ୍କୁ କେତେ ଭାବରେ ବିଭକ୍ତ କରାଯାଇଛି, ପରିସଂସ୍ଥା କ'ଣ ହେଲା। ଯେ ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ସକ୍ସେସ୍ ଏଜୁକେସନ୍ ହେଲା, ସକ୍ସେସ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ମୋ ଚ୍ୟାନେଲ୍ ଯେଉଁ ସବସ୍କ୍ରାଇବ୍ ଜଲ୍ଦି